पंचम स्कंद चतुर्दश अध्याय श्री शुक उवाच देहाभिमाने जेउ नर सत्यादि गुण अहंकार कुशल अकुशल दुई एथे निर्मित से हुई विविध नर देह बई संजोग विजोग करई पाप निर्मित ए संसारे रही निंदित कर्मरे भगवान प्रभु ईश्वर जे विष्णु अखिल ठाकुर ଏହା ମାୟାରେ ବଶ ହୋଇ ଏ ଜୀବ କିଛି ନ ଜାଣଇ କର୍ମଶୂନ୍ୟ ଦେହ ନିର୍ମିତ ଏହାକୁ ଅନୁଭବ ମତ ଶ୍ମଶାନ ପ୍ରାୟ ସେ ଅଟଇ ଏହାର ମତ ନ ଜାଣଇ ଘୋର ନରକ ଏ ସଂସାର ଏଥିରେ ରହି ମୂଢ଼ ନର ବିବିଧ ବିଫଳ ଯେ କର୍ମ ତେଣୁ ହୁଅଇ ମତି ଭ୍ରମ ପ୍ରଭୁଙ୍କ ଚରଣାରବିନ୍ଦ ସୁସ୍ୱାଦୁ ଗନ୍ଧ ମକରନ୍ଦ ଏହାକୁ ଆଶ୍ରୟ ଯେ କରି ଅଛନ୍ତି ସେ ପାଦ ଆବରି ପାପ ଧ୍ୱଂସଇ ସୁଖ ଦେଇ ଏମନ୍ତ ପଦ ନ ସେବଇ ସେ ପଦ ଆଶ୍ରୟ ନ କରି ଭ୍ରମନ୍ତି ମାୟାକୁ ଆବରି ଏ ଦେହରେ ଇନ୍ଦ୍ରିୟ ଗଣ ନାନା ଉପଭୋଗ କାରଣ କାମ ଭୋଗରେ ଭୋଳ ହୋଇ ଅର୍ଜିତ ଯେତେ ଆତ୍ମା ଦେଇ କରନ୍ତି ଆତ୍ମା ପୁଣ୍ୟ ଥରେ ଏଣୁ ଏ ପୁଣ୍ୟ ନୁପବରେ ଅଥବା କୁଟୁମ୍ବ ବିଷୟ ଅପତ୍ୟ ସ୍ନେହ ମାୟା ମୋହେ କଦର୍ଯ୍ୟ କୁଟୁମ୍ବ କାରଣ ମୋହେ ହୁଅନ୍ତି ହତ ଜ୍ଞାନ ଅସତ୍ୟ ସଙ୍ଗ ଯେଉଁ ନର ଲୋଭଇ ପାଷାଣ୍ଡ ଶରୀର ଦ୍ୱାରା ତନୟ ଗୃହେ ଥାଇ କେବେ ସୁଖ ନ ଲଭଇ ଯେବେ ସେ ରାଜା ହରେ ଧନ ନାନା କ୍ଲେଶରେ ଦୁଃଖ ମନ ଜୀବନ ମୃତ ପ୍ରାୟ ହୋଇ କେହ ବା କ୍ଷଣେ ତ୍ରାସ ପାଇ କେବେ ଦେହ ମିଥ୍ୟା ମାନି ନିବର୍ତ୍ତି ମନରୁ ଏ ପ୍ରାଣୀ ନିଦ୍ରାରେ ସ୍ୱପ୍ନ ପ୍ରାୟ କରି ତତ୍କ୍ଷଣେ ପୁଣି ସେ ପାଶୋରି ଯେ ଧରେ ଦେହ ଗୃହ ଶ୍ରମେ ଜନ୍ମ ଲଭଇ ମାୟା ଭ୍ରମେ ପାପ ନଳେ ଦେହ ଧରି ନିତ୍ୟ ଭ୍ରମଇ କର୍ମ କରି ଲୌକିକ ବ୍ୟସନ ନିମିତ୍ତ କ୍ଷଣ କ୍ଷଣ କେ ଦୁଃଖ ଚିତ କଣ୍ଟକ ଦୁର୍ଗମ ପର୍ବତେ ନିତ୍ୟ ଭ୍ରମଇ ଦୃଢ଼ ଚିତେ ଶ୍ମଶାନେ ଶବ ପ୍ରାୟ ହୋଇ ସୁଖ ଦୁଃଖକୁ ନ ଜାଣଇ ଦୁର୍ଗମ ଦ୍ୱନ୍ଦ୍ୱ ଦୁଃଖ ହରି ଉନ୍ମିନ୍ଦ୍ର ଭାବକୁ ଆଚରି ବ୍ୟଥିତ ହୃଦୟକୁ ପାଇ ଅର୍ଣ୍ଣ ଯେ ସନେ କଷ୍ଟ ଦେଇ ଅଜ୍ଞାନ ଭାବ ପାପ ଚିତେ ତମେ ପଡ଼ଇ ପ୍ରାଣୀ ଅନ୍ତେ କେବେ ହେ ନ କରେ ପ୍ରଧାନ ଶୋକାମେ ହରେ ପ୍ରାଣୀ ମନ ସ୍ୱାମୀରେ ଦ୍ରୋହ ଚିନ୍ତା କରେ ଦୁର୍ଗମ ନରକ ଆବୋରେ ଏମନ୍ତ ଆତ୍ମା କର୍ମ ଫଳେ ପ୍ରାଣୀ ଭ୍ରମନ୍ତି ଏ ଶୟଳେ ଜନ୍ମ ବାସନା ଫଳେ ତାର ପୁଣି ଜନ୍ମ ଏ ସଂସାର ଶୁଣ ରାଜନ ଏକ ମନେ ଯେବେ ଏ କର୍ମେ କର୍ମ ମାନେ ଛେଦନ୍ତି ହରି ଆଶ୍ରେ କରି ତେବେ ସେ ଭବୁ ଯାନ୍ତି ତରି କେବେ ହେ ନାନା ମତେ ବାଦେ ଦୈବର ବିଭୂତି ସମ୍ପଦେ କେବେ ହୃଦେ ନ ଚିନ୍ତିବ ବିଷ୍ଣୁର ପାଦେ ମନ ଦେବ ଏ ଅନ୍ୟର ଧନ ଅନ୍ୟ ନେଇ ପ୍ରଭାବେ କର୍ମ ନ ଜାଣଇ ଏ ଯେ ସଂସାର ଘୋର ପଥ ନାନା ଉପସର୍ଗ ସହିତ ଏହା ଆଶ୍ରୟ କରି ପ୍ରାଣୀ ଏ ସର୍ବ ଅନୁଭବ ଜାଣି ଏ ଶୋକଲୋବାଦି ମୋହମାନ ମାଶ୍ଚର୍ଯ୍ୟ କ୍ରୋଧ କ୍ଷୁଧା ଜନ୍ମ ପାପାତ୍ମା ଆଧି ବ୍ୟାଧି ଯେତେ ଜରା ମରଣାଦି ସହିତେ ଦେବ ମାୟାରେ ମୋହ ହୋଇ ନାରୀର ବଶ ଭାବ ବଇ ଅମୃତ ଲତାରେ ବନ୍ଧନ ତହିଁରେ ମନ ହୁଏ ଛନ୍ନ ତା ଅବଲୋକନେ ବିହାର ତେଣେ ଆସକ୍ତ ମୂଢ଼ ନର ସୁତ ଦୁଇ ତାର ବଚନେ ଚିତ୍ତ ନିବେଶୀ ଅନୁକ୍ଷଣେ ହୃଦୟରେ ଆନନ୍ଦିତ ହୋଇ ଆତ୍ମାକୁ ତହିଁରେ ବଢ଼ାଇ ଅଜୀବ ଆତ୍ମା ଯେ ଅଟଇ ଜୀବକୁ ନରକେ ପକାନ୍ତି କେବେ ନ କରି ପୀଡ଼ିତ ଯହିଁ ବୁଡ଼ାଇ ନିତ୍ୟ ଚିତ ଯାହାର କାଳ ଚକ୍ର କରି ଆତ୍ମାର ଶତ୍ରୁକୁ ନିବାରି ସକଳେ ବସଟି ଯାହାର ଏମନ୍ତ ପ୍ରଭୁ ଯେ ଈଶ୍ୱର ଯାହାର କାଳ ଚକ୍ର କରେ ଭ୍ରମଇ ଅଖିଳ ସଂସାରେ ଯେ ଯଜ୍ଞ ପୁରୁଷ ଠାକୁର ତାହାକୁ କରି ଅନାଦର ଆତ୍ମାର ଗତି ନ ବିଚାରି ବିବିଧ କୁପଥ ଆଚରି ନିଗମ କାରଣ କର୍ମ କରନ୍ତି ହୋଇ ମତି ଭ୍ରମ ପାଷାଣ୍ଡ ଭାବରେ ବିଦିତ ଆତ୍ମାକୁ କରନ୍ତି ବଞ୍ଚିତ ମୈଥୁନ ଭାବ ଅନୁକ୍ଷଣେ ଆକୁଳ କୁଟୁମ୍ବ ପୋଷଣେ ଅଜ୍ଞାନ ପାଷାଣ୍ଡ ବ୍ୟବହାରେ ନିରତେ ବିଷୟା ବିହରେ ଅତି କୃପଣ ବୁଦ୍ଧି ହୋଇ ଅନନ୍ୟ ସ୍ନେହ ଭାବ ହୋଇ ଗୁଣ ବିହାର ଅନୁକ୍ଷଣେ ଇତ୍ୟାଦି କର୍ମେ ପଥ ଶ୍ରମେ
ବିସ୍ମିତ କାମ ପାଏ ତହିଁ ଆନନ୍ଦେ ସୁଖରେ ଭ୍ରମୟୀ। ଏ ବନର ପଶୁ ଏ ଯେ ସନେ ନିରାଶ ବୃକ୍ଷମାନ ଲଗ୍ନେ। ଏ ଦାରାତନୟ ପୋଷିବାରେ ପଶନ୍ତି ଗିରିର କନ୍ଦରେ। ଶୀତ ତପତ ଦୁଃଖ ମାନ ଦେହର ବିଭୂତି ବ୍ୟସନ। ଦୁଷ୍କର ଚିନ୍ତା ମଗ୍ନ ହୋଇ ବିଖଣ୍ଡ ଭାବରେ ରହଇ। ଦ୍ରବ୍ୟ ସଂହାରେ ସେ ସ୍ୱଭାବ କ୍ଷୀଣ ଧନରେ ଅଳ୍ପ ଲାଭ। କେବେ ଉପଭୋଗ ତାର ଦ୍ରବ୍ୟ ବିହୀନେ ହୁଏ ଦୂର। ପୁଣି କେବେ ମନୋରଥ ଦ୍ରବ୍ୟ ଲାଳ ସେ ଉପଗତ। ପୁଣି କେବେ ଦ୍ରବ୍ୟ ପାଇ ମତି ତାହାର ତୁଷ୍ଟ ହୋଇ। ସୁଖ ବିହାର ଆଦି ଯେତେ ଅଛଇ କଳତ୍ର ସହିତେ। ଏମନ୍ତେ ଚିତ୍ତବୃତ୍ତି ସଙ୍ଗେ ବୁଡ଼ଇ ସ୍ନେହ ଅନୁରାଗେ। ତେଣୁ ସେ ପୁଣ୍ୟ ବାସନାରେ ବହଇ ବିବିଧ ଶରୀରେ। ପୁଣି ଜନ୍ମିଣ ନାଶ ଯାଇ ନାନାଦି ବିପଦ ଭୁଞ୍ଜଇ। ବିବିଧ ଶୋକ ମୋହ ତାର ଦ୍ୱନ୍ଦ୍ୱ ପାଷାଣ୍ଡ ଯେ ଶରୀର। ଅସାଧୁ ବନ୍ଧନେ ବଞ୍ଚଇ ସେ ପଥ ନର ନ ଦେଖଇ। ଯେ ପଥ ଅତ୍ୟନ୍ତ ନିର୍ମଳ ସୁସାଧୁ ନର ଜଇଁ ଟୁଳ। ଅସାଧୁ ନରହୀନ ହୋଇ ସେ ପଥ ନର ନ ଦେଖଇ। ମାୟାକୁ ପରିହାର କରି ଯେ କର୍ମେ ଆୟୁର୍ବଳ ସରି। ଆପଦୁ ନରକ ବିମୁକ୍ତ ଯାହାକୁ ଭାବନ୍ତି ଜଗତ। ଅଗ୍ରତ ରାଜା ଋଷିଙ୍କର ପଥ ଯେ ଅତି ଅଗୋଚର। ପ୍ରାଣୀର ମନୋରଥ ପତେ ଅଗମ୍ୟ ଅଟଇ ଯୁକତେ। ଗରୁଡ଼ପତି ବ୍ରହ୍ମା ଜଇଁ ସଚିତାନନ୍ଦ ରୂପ ତଇଁ। ଦୁହିତା ସୁତ ରାଜ୍ୟ ଧନ ଯେ ଏଥି ଦୂର କରେ ମନ। ଯେ ତୁଚ୍ଛା ପ୍ରାୟ ବୁଝେ ଉତ୍ତମ ଶ୍ଲୋକ ପାଦେ ଭଜେ। ଏହାକୁ ଯେ ରାଜା ବିଭବ ତ୍ରିଦଶ ମାନକୁ ଦୁର୍ଲଭ। ଏହା ନ ଦେଖି ସାଧୁ ଜନ ମହତ ପୁରୁଷ ଆଖ୍ୟାନ। ସେ ପାଦେ ଭକ୍ତି ଭାବ ବହି ଅଛନ୍ତି ମନକୁ ବୁଡ଼ାଇ। ଏ ଯଜ୍ଞ ଧର୍ମ ତପମୟ ବିଧି ନିର୍ଗୁଣ ଯୋଗ ଦେହ। ସାଂଖ୍ୟ ଯୋଗରେ ଯେଉଁ ସାର ସେ ପ୍ରଭୁ ପ୍ରକୃତି ଈଶ୍ୱର। ସେ ନାରାୟଣ କୃଷ୍ଣ ହରି ଏମନ୍ତ ନାମ ମୁଖେ ଧରି। ଛାଡ଼ିଲେ ମୃଗ କଳେବର କିଏ ବା ଦେବା ପଟାନ୍ତର। ଏହା ଯେ ଶୁଣେ ଶୁଦ୍ଧ ଚିତ୍ତେ ଶୁଦ୍ଧ ଗୁଣ କର୍ମ ଭାରତେ। ପବିତ୍ର ଭାରତ ଚରିତ ଯେ ଜନ ପଢ଼େ ଅବିରତ। ଆୟୁଷ ଯଶ ଧନ ତାର ହୁଅଇ ମଙ୍ଗଳ ଅପାର। ଏହା ଯେ ଶୁଣେ ଶୁଦ୍ଧ ଚିତ୍ତେ ଭରତ ଜ୍ଞାନ ଅନୁମତେ। ପ୍ରଭୁ ଚରଣେ ଭକ୍ତି ତାର ଅଶେଷ ପାପୁ ହୁଏ ପାରମ୍। ପ୍ରଭୁ ପଦାର ବିନ୍ଦ ଗତେ ମୋ ମନ ରହୁ ଅବିରତେ। କହଇ ବିପ୍ର ଜଗନ୍ନାଥ ପଞ୍ଚମ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ ବୟାସିକାଂ ପଞ୍ଚମ ସ୍କନ୍ଧେ ଭରତ ଉପାଖ୍ୟାନେ ନାମ ଚତୁର୍ଦଶ ଅଧ୍ୟାୟ। बोल आनंदी कवार हरि हरि बोल।